6/2025 प्रातः मुरली ओम शांति बापदादा मधुबन। ମିଠେ ବଚ୍ଚେ, ତୁମମାନଙ୍କୁ ଏବେ ଜ୍ଞାନର ଦୃଷ୍ଟି ମିଳିଛି। ସେଥିପାଇଁ ତୁମର ଏଣେ ତେଣେ ଘୂରି ବୁଲିବା ବନ୍ଦ ହୋଇଯାଇଛି। ତୁମେ ଶାନ୍ତିଧାମ ସୁଖଧାମକୁ ମନେ ପକାଉଛ। ପ୍ରଶ୍ନ: ଦେବତାମାନଙ୍କ ଭିତରେ କେଉଁ ଶକ୍ତି ଥିଲା ଏବଂ ସେହି ଶକ୍ତି କେଉଁ ବିଶେଷତା କାରଣରୁ ପ୍ରାପ୍ତ ହୋଇଥିଲା? ଉତ୍ତର: ଦେବତାମାନଙ୍କ ଭିତରେ ସାରା ବିଶ୍ୱ ଉପରେ ରାଜତ୍ୱ କରିବାର କ୍ଷମତା ଥିଲା ଏବଂ ସେହି କ୍ଷମତା ସେମାନଙ୍କୁ ବିଶେଷ ଭାବରେ ଏକମତର ବିଶେଷତା କାରଣରୁ ପ୍ରାପ୍ତ ହୋଇଥିଲା। ସେଠାରେ ଏକମତ ଥିବା କାରଣରୁ ମନ୍ତ୍ରୀମାନଙ୍କୁ ରଖିବାର ଦରକାର ପଡୁନଥିଲା। ଦେବତାମାନେ ସଙ୍ଗମ ଯୁଗରେ ବାବାଙ୍କଠାରୁ ଏପରି ଶ୍ରୀମତ ନେଇଥାନ୍ତି, ଯାହାଦ୍ୱାରା 21 ଜନ୍ମ ପର୍ଯ୍ୟନ୍ତ ରାଜତ୍ୱ କରିଥାନ୍ତି। ସେଠାରେ ଜଣେ ରାଜାଙ୍କର ଗୋଟିଏ ହିଁ ଦୈବୀ ପରିବାର ରହିଥାଏ, ଦ୍ୱିତୀୟ ମତ ନଥାଏ। ଗୀତ: ନୟନହୀନକ ରାହ ଦିଖାଅ ପ୍ରଭୁ। ଧାରଣା: ଏହି ବେହଦ୍ର ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଅତି କମରେ 8 ଘଣ୍ଟା ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ କରିବାକୁ ହେବ। ଯୋଗ କରିବା ସମୟରେ ମାୟା ଯେଉଁ ବିଘ୍ନ ପକାଉଛି, ସେଥିରେ ବିଚଳିତ ହେବାର ନାହିଁ। 2 ନମ୍ବର: ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ଈଶ୍ୱରୀୟ ସମ୍ପ୍ରଦାୟର ସଦସ୍ୟ ହୋଇ ଈଶ୍ୱରଙ୍କ ମତରେ ଚାଲିବାକୁ ହେବ। କର୍ମ କରିବା ସମୟରେ ମଧ୍ୟ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହେବ। ବରଦାନ: ଅନ୍ତର୍ମୁଖତା ରୂପୀ ଗୁମ୍ଫାରେ ରହୁଥିବା ଦେହଠାରୁ ଅଲଗା ତେହି ହୁଅ। ସ୍ଲୋଗାନ: ସାଧନ ରୂପୀ ବିସ୍ତାରର ବୀଜ ସାଧନା ଅଟେ, ତେଣୁ ବିସ୍ତାର ଭିତରେ ସାଧନାକୁ ଲୁଚାଇ ଦିଅ ନାହିଁ। ଅବ୍ୟକ୍ତ ଇଶାରା: ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ସ୍ଥିତିର ଲକ୍ଷଣ ହେଲା ସର୍ବଦା ସାଗରର ଗର୍ଭରେ ମଗ୍ନ ରହିଥିବା ଗମ୍ଭୀର ମୂରତ। ସେମାନଙ୍କ ଚେହେରା ଦ୍ୱାରା ସର୍ବଦା ଆତ୍ମିକ ସ୍ଥିତିର ଚିହ୍ନ ଦେଖାଯାଉଥିବ। ଗୋଟିଏ ପଟେ ମନନ ଚିନ୍ତନ କରିବାର ଚେହେରା, ଅନ୍ୟପଟେ ରମଣୀକ ଅର୍ଥାତ୍ ହର୍ଷିତ ମୁଖ ଚେହେରା। ଦୁଇଟିଯାକ ଲକ୍ଷଣ ଚେହେରା ଦ୍ୱାରା ପ୍ରତ୍ୟକ୍ଷ ହେଉଥିବ। ଅନ୍ତର୍ମୁଖୀ ଆତ୍ମାଙ୍କର ଚେହେରା ସର୍ବଦା ହର୍ଷିତ ମୁଖ ଦେଖାଯାଉଥିବା କାରଣରୁ ମାୟା ସହିତ ସେମାନଙ୍କର ଯୁଦ୍ଧ କରିବା ସମାପ୍ତ ହୋଇଯାଇଥାଏ। ଓମ୍ ଶାନ୍ତି।